ଯେତେବେଳେ ଆମେ ଆମ ନିକଟରେ ଥିବା ଏହି ଛୋଟ କଣ୍ଢେଇଟିକୁ ଫୋକସ୍ କରନ୍ତି ସେତେବେଳେ ଆମଠୁ ଦୂରରେ ଥିବା ଜିନିଷ ଗୁଡ଼ିକ ଏଇଠି ଗଛ ଗୁଡ଼ିକ ଝାପ୍ସା ହେଇଯାଆନ୍ତି ଏବଂ ଠିକ୍ ସେହିପରି ଯେତେବେଳେ ଆମେ ଦୂରରେ ଥିବା ଗଛଟିକୁ ଫୋକସ୍ କରନ୍ତି ତେବେ ଆମ ନିକଟରେ ଥିବା କଣ୍ଢେଇଟି ଝାପ୍ସା ହେଇଯାଏ। ତାହେଲେ ଏମିତି କାହିଁକି ହୁଏ? ସଂକ୍ଷେପରେ ଉତ୍ତର କରିବାକୁ ଗଲେ ଆମେ ଜାଣିଛନ୍ତି ଯେ ଆମ ଚକ୍ଷୁ ତାହାର ଫୋକସ୍ ଦୂରତାକୁ ସର୍ବଦା ପରିବର୍ତ୍ତନ କରୁଥାଏ। ଏହି ଭିଡ଼ିଓରେ ଚକ୍ଷୁ ବାସ୍ତବରେ କିପରି ନିକଟ ବସ୍ତୁ ଓ ଦୂର ବସ୍ତୁକୁ ଦେଖିବା ବେଳେ ନିଜର ଫୋକସ୍ ଦୂରତା ପରିବର୍ତ୍ତନ କରେ ସେ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିବା। ତେବେ ଏହାର ଅର୍ଥ କ'ଣ? ଏହାକୁ ଭଲସେ ବୁଝିବା ପାଇଁ ଆମେ ଏକ ମାନବ ଚକ୍ଷୁକୁ ଲକ୍ଷ୍ୟ କରିବା। ମନେକର ଏଇଟା ହେଉଛି ଏକ ମାନବ ଚକ୍ଷୁ। ବାସ୍ତବରେ ଏକ ମାନବ ଚକ୍ଷୁ ମଧ୍ୟରେ ଅନେକ ଅଂଶ ଥାଏ, କିନ୍ତୁ ଆମେ ସମସ୍ତ ଅଂଶଗୁଡ଼ିକୁ ଲକ୍ଷ୍ୟ ନ କରି ଯେଉଁ ଅଂଶଗୁଡ଼ିକ ଆମ ପାଇଁ ଜରୁରୀ ସେଗୁଡ଼ିକୁ ଲକ୍ଷ୍ୟ କରିବା। ତେବେ ସେହି ଜରୁରୀ ଅଂଶଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଏଇଟା, ଯାହାକୁ ଆମେ ଚକ୍ଷୁ ଲେନ୍ସ ବୋଲି କହିଥାନ୍ତି। ଏବଂ ଏହି ଲେନ୍ସଟି ଏକ ଉତ୍ତଳ ବା ଅଭିସାରୀ ଲେନ୍ସ, ଯାହାକି ଆଲୋକ ରଶ୍ମିଗୁଡ଼ିକୁ କେନ୍ଦ୍ରାଭିମୁଖୀ ବା ଅଭିସାରଣ କରେ। ଏବଂ ଚକ୍ଷୁର ଦ୍ୱିତୀୟ ଜରୁରୀ ଅଂଶଟି ହେଉଛି ମୁକୁରିକା। ଏହି ଅଂଶଟି ମୁକୁରିକା ହେଉଛି ଏକ ପରଦା ଏବଂ ଏଥିରେ ଅନେକ ଗୁଡ଼ିଏ ଆଲୋକ ସମ୍ବେଦୀ ସେଲ୍ ଗୁଡ଼ିକ ଥାନ୍ତି। ତେବେ ଏଇଠି ଏକ ଜରୁରୀ କଥା ହେଉଛି, ଯଦି ଆମେ କୌଣସି ବସ୍ତୁକୁ ସ୍ପଷ୍ଟ ଭାବରେ ଦେଖିବା ପାଇଁ ଚାହାନ୍ତି ତେବେ ସେଗୁଡ଼ିକ ମଧ୍ୟରୁ ଆସୁଥିବା ଆଲୋକ ରଶ୍ମି ଗୁଡ଼ିକ ମୁକୁରିକା ଉପରେ ଫୋକସ୍ ହେବା ନିହାତି ଆବଶ୍ୟକ। ତେଣୁ ଏଇଠି ଆମେ ଏକ ପ୍ରମୁଖ ଅକ୍ଷ ଅଙ୍କନ କରିବା ଏବଂ ଆମଠୁ ଦୂରରେ ଥିବା ଗଛଟିକୁ ଚାହିଁକି ଦେଖିବା ଯେ ଚକ୍ଷୁ ମଧ୍ୟରେ ଏଠି କ'ଣ ହେଉଛି। ମନେକର ଆମେ ଏହି ଗଛଟି ଉପରେ ଏକ ବିନ୍ଦୁ ନେଇ ଆମ ଚକ୍ଷୁ ଆଡ଼କୁ ଆସୁଥିବା କିଛି ଗୁଡ଼ାଏ ରଶ୍ମି ଚିତ୍ରକୁ ଅଙ୍କନ କରିବା। ତେବେ ଯେହେତୁ ଗଛଟି ଆମଠାରୁ ଅନେକ ଦୂରରେ ଅଛି ତେବେ ଆମ ଚକ୍ଷୁ ଦିଗରେ ସେଥିରୁ ଆସୁଥିବା ଆଲୋକ ରଶ୍ମି ଗୁଡ଼ିକ ପ୍ରମୁଖ ଅକ୍ଷ ସହିତ ସମାନ୍ତର ହେବେ, କିଛି ଏହିପରି। ତେବେ ଏହି ରଶ୍ମି ଗୁଡ଼ିକ ପ୍ରତିସରଣ ପରେ କିପରି ଦେଖାଯିବେ ସେଗୁଡ଼ିକୁ ଲକ୍ଷ୍ୟ କରିବା। ଯଦି ଆମେ ଏହି ରଶ୍ମିଟିକୁ ଲକ୍ଷ୍ୟ କରିବା ଦେଖିବା ଯେ ଏହା ଆଲୋକ କେନ୍ଦ୍ର ମଧ୍ୟ ଦେଇ ଗତି କରୁଛି ଏବଂ ଆମେ ଜାଣିଛନ୍ତି ଯେ ଆଲୋକ କେନ୍ଦ୍ର ମଧ୍ୟ ଦେଇ ଅତିକ୍ରମ କରୁଥିବା ଆଲୋକ ରଶ୍ମିର କୌଣସି ବିପଥନ ହୋଇନଥାଏ। ତେବେ ଏହା ସିଧା ସିଧା ଏମିତି ଅତିକ୍ରମ କରିବ। ତେବେ ଏହାର ଅର୍ଥ ଏହି ଆଲୋକ ରଶ୍ମିଟି ମୁକୁରିକାକୁ ଏହି ବିନ୍ଦୁରେ ସ୍ପର୍ଶ କରିବ। ଠିକ୍ ଅଛି। ତେବେ ଏହି ଆଲୋକ ରଶ୍ମିଟିର କ'ଣ ହେବ? ଆମେ କହିପାରିବା ଏହି ଆଲୋକ ରଶ୍ମିଟି ନିମ୍ନ ଆଡ଼କୁ ଏମିତି କିଛି ବଙ୍କିଯିବ, କାରଣ ଏହା ହେଉଛି ଏକ ଉତ୍ତଳ ଲେନ୍ସ। ତେଣୁ ଏହା ଆଲୋକ ରଶ୍ମି ଗୁଡ଼ିକୁ କେନ୍ଦ୍ରାଭିମୁଖୀ କରାଇବ। ତେବେ ଏହି ଗଛଟିକୁ ସ୍ପଷ୍ଟ ଭାବରେ ଦେଖିବାକୁ ହେଲେ ଏହି ଆଲୋକ ରଶ୍ମିଟି ଏହି ଆଲୋକ ରଶ୍ମି ସହିତ ମୁକୁରିକା ଉପରେ ସ୍ପର୍ଶ କରିବା ନିହାତି ଆବଶ୍ୟକ। ତେଣୁ ଆମର ଚକ୍ଷୁ ଏହି ଆଲୋକ ରଶ୍ମିକୁ କିଛି ଏମିତି ବଙ୍କାଇବ। ଏହାର ଅର୍ଥ ଆମ ଚକ୍ଷୁର ପ୍ରମୁଖ ଫୋକସ୍ ଏହି ବିନ୍ଦୁରେ ହେବ, କାରଣ ଆମେ ଜାଣନ୍ତି ପ୍ରମୁଖ ଅକ୍ଷକୁ ସମାନ୍ତର ଆଲୋକ ରଶ୍ମି ଯେତେବେଳେ ଉତ୍ତଳ ଲେନ୍ସ ମଧ୍ୟ ଦେଇ ଅତିକ୍ରମ କରେ ତାହା ପ୍ରତିସରଣ ହେବା ପରେ ପ୍ରମୁଖ ଫୋକସ୍ ଦେଇ ଅତିକ୍ରମ କରେ। ତେବେ ଏହି ବିନ୍ଦୁକୁ ଆମେ F ବୋଲି କହୁଛେ। ତେବେ ଆମେ କ'ଣ ଦେଖିଲେ ନା ଏହି ବିନ୍ଦୁକୁ ଆମେ ପ୍ରମୁଖ ଫୋକସ୍ ଏବଂ ଏହି ଦୂରତାକୁ ଆମେ ଫୋକସ୍ ଦୂରତା ବୋଲି କହିପାରିବା। ତାହେଲେ ଏଠି କଣ୍ଢେଇଟିର କ'ଣ ହେଉଛି? ଏଠି ମନେ ରଖ ଆମେ ଏବେ ବି ଗଛ ଉପରେ ଫୋକସ୍ କରୁଛନ୍ତି, ତେବେ କଣ୍ଢେଇଟି ଆମ ଚକ୍ଷୁର ନିକଟରେ ଅଛି। ଏବେ ଯଦି ଆମେ କଣ୍ଢେଇଟିର କିଛି ଆଲୋକ ରଶ୍ମି ଗୁଡ଼ିକୁ ଅଙ୍କନ କରିବା ତେବେ ଆଲୋକ ରଶ୍ମି ଗୁଡ଼ିକ କେଉଁ ପଥରେ ଅତିକ୍ରମ କରିବେ ଏବଂ ଏହି ରଶ୍ମି ଗୁଡ଼ିକ କେଉଁଠାରେ ଫୋକସ୍ କରିବେ? ଦେଖ, କଣ୍ଢେଇଠୁ ଆସୁଥିବା ଆଲୋକ ରଶ୍ମି ଗୁଡ଼ିକ ମଧ୍ୟରୁ ଗୋଟିଏ ଆଲୋକ ରଶ୍ମି ଏମିତି ଆଲୋକ କେନ୍ଦ୍ର ମଧ୍ୟ ଦେଇ ଅତିକ୍ରମ କରିବ, ଯାହାର କୌଣସି ବିପଥନ ହେବ ନାହିଁ ଏବଂ ଅନ୍ୟ ରଶ୍ମିଟି ଏମିତି ପ୍ରମୁଖ ଅକ୍ଷକୁ ସମାନ୍ତର କରି ଏହି ଦିଗରେ ଅତିକ୍ରମ କରିବ। ତେବେ ଯେହେତୁ ଆମେ ଗଛ ଉପରେ ଫୋକସ୍ କରୁଛନ୍ତି ତାହେଲେ ଆମର ଫୋକସ୍ ପଏଣ୍ଟ ଏଇଟାକୁ କହିବା। ତାହେଲେ କ'ଣ ହେବ? ଏଇ ଯେଉଁ ସମାନ୍ତର ଭାବରେ ଯେଉଁ ଆଲୋକ ରଶ୍ମିଟି କଣ୍ଢେଇଟିରେ ଆସୁଛି ତାହା ମଧ୍ୟ କିଛି ବଙ୍କି ଯାଇ ଏମିତି ଫୋକସ୍ ମଧ୍ୟ ଦେଇ ଅତିକ୍ରମ କରିବେ। ତାହେଲେ ଆମେ ଏଠି କ'ଣ ଦେଖିଲେ? ଯେତେବେଳେ ଆମେ ଗଛଟି ଉପରେ ଫୋକସ୍ କରୁଛନ୍ତି ତ ଗଛରୁ ଆସୁଥିବା ଆଲୋକ ରଶ୍ମି ଗୁଡ଼ିକ ମୁକୁରିକା ଉପରେ ଏହି ବିନ୍ଦୁରେ ଫୋକସ୍ କରୁଛନ୍ତି, କିନ୍ତୁ ସେଇଠି ଏହି କଣ୍ଢେଇଟିରୁ ଆସୁଥିବା ଆଲୋକ ରଶ୍ମି ଗୁଡ଼ିକ ମୁକୁରିକା ଉପରେ କୌଣସି ବି ବିନ୍ଦୁରେ ଫୋକସ୍ କରୁନାହାନ୍ତି, ଯାହାକି ମୁକୁରିକାର କିଛି ପଛ ପାର୍ଶ୍ୱରେ ଫୋକସ୍ କରୁଛନ୍ତି। ଫଳସ୍ୱରୂପ ଆମକୁ ଏହି କଣ୍ଢେଇଟି ଝାପ୍ସା ଦେଖାଯାଉଛି। ଠିକ୍ ଅଛି। କିଛି ଏମିତି ଯେତେବେଳେ ଆମେ ଗଛ ଉପରେ ଫୋକସ୍ କଲେ ଆମ ନିକଟରେ ଥିବା କଣ୍ଢେଇଟିରୁ ଆସୁଥିବା ଆଲୋକ ରଶ୍ମି ଗୁଡ଼ିକ ମୁକୁରିକା ଉପରେ ଫୋକସ୍ ହୋଇନଥାନ୍ତି ଏବଂ ମୁକୁରିକାର ପଛ ପାର୍ଶ୍ୱରେ ଫୋକସ୍ ହୋଇଥାନ୍ତି, ଯାହାଫଳରେ ଆମକୁ କଣ୍ଢେଇଟି ଝାପ୍ସା ଦେଖାଯାଇଥାଏ। ତେଣୁ ଆମେ ଏମିତି କହିପାରିବା ଦୂରତାରେ ଥିବା ବସ୍ତୁଟିକୁ ଯେତେବେଳେ ଆମେ ଫୋକସ୍ କରିଥାନ୍ତି ନିକଟରେ ଥିବା ବସ୍ତୁ ଗୁଡ଼ିକ ଝାପ୍ସା ହୋଇଯାଇଥାନ୍ତି। ଠିକ୍ ଅଛି। ତେବେ ଆମେ ଏବେ ଏଠି କଣ୍ଢେଇଟିକୁ ଫୋକସ୍ କରିବା।
ଯେତେବେଳେ ଆମେ କଣ୍ଢେଇଟିକୁ ଫୋକସ୍ କରିବା କଣ୍ଢେଇଟିରୁ ଆସୁଥିବା ଆଲୋକ ରଶ୍ମି ଗୁଡ଼ିକ ମୁକୁରିକା ଉପରେ ଫୋକସ୍ ହେବା ନିହାତି ଆବଶ୍ୟକ। ଆମେ ଜାଣିଛନ୍ତି କଣ୍ଢେଇଠାରୁ ଆସୁଥିବା ଆଲୋକ ରଶ୍ମିଟି ଯେତେବେଳେ ଆଲୋକ କେନ୍ଦ୍ର ଦେଇ ଗତି କରେ ଏହାର ପଥରେ କୌଣସି ବିପତନ ହୋଇନଥାଏ। ତେବେ ଯଦି ଏହି ରଶ୍ମିଟିର କୌଣସି ବିପତନ ହୋଇନଥାଏ ତେବେ ଏହି ରଶ୍ମିଟି ବଙ୍କି ଏହି ରଶ୍ମିକୁ ଏହି ବିନ୍ଦୁରେ ସ୍ପର୍ଶ କରିବା ନିହାତି ଆବଶ୍ୟକ। ତେବେ କ'ଣ ହେବ ନା ଏହି ରଶ୍ମିଟି କିଛି ଏହିପରି ବଙ୍କି ଯାଇ ଏମିତି ଏହି ବିନ୍ଦୁରେ ସ୍ପର୍ଶ କରିବ ଏବଂ ଯେତେବେଳେ ଏହି ବିନ୍ଦୁରେ ସ୍ପର୍ଶ କଲା ଆମେ ଲକ୍ଷ୍ୟ କଲେ କ'ଣ ନା ପ୍ରମୁଖ ଅକ୍ଷକୁ ସମାନ୍ତର ଆଲୋକ ରଶ୍ମିଟି ପ୍ରତିସରଣ ହେବା ପରେ ପ୍ରମୁଖ ଅକ୍ଷକୁ ଏହି ବିନ୍ଦୁରେ ସ୍ପର୍ଶ କରୁଛି। ତାହେଲେ ଆମେ ଏଇଟାକୁ ଫୋକସ୍ କହିପାରିବା। ତେବେ ଏଇଠାରେ ନୂତନ ଫୋକସ୍ ସୃଷ୍ଟି ହେଲା। ତାହେଲେ ଏଇଠି ଆମେ କ'ଣ ଲକ୍ଷ୍ୟ କଲେ ନା ଫୋକସ୍ର ଦୂରତା କିଛି କମିଗଲା। ତେବେ ଯଦି ଆମେ ଏଇଠି କଣ୍ଢେଇ ଉପରେ ଫୋକସ୍ କରୁଛନ୍ତି ତାହେଲେ ଗଛରୁ ଆସୁଥିବା ଆଲୋକ ରଶ୍ମିର କ'ଣ ହେବ ନା ଗଛରୁ ଆସୁଥିବା ଆଲୋକ ରଶ୍ମି ମଧ୍ୟ ଏଇ ଫୋକସ୍ ମଧ୍ୟ ଦେଇ ଅତିକ୍ରମ କରିବ। ତେବେ ଏଇ ଯେଉଁ ଆଲୋକ ରଶ୍ମିଟି ଗତି କରୁଥିଲା এইটা କିଛି ବଙ୍କି ଏମିତି ଏଇ ବିନ୍ଦୁ ଦେଇକି ଗତି କରିବ। ଠିକ୍ ଅଛି। ତେବେ ଆମେ କ'ଣ ଦେଖିଲେ ନା ଗଛରୁ ଆସୁଥିବା ଆଲୋକ ରଶ୍ମି ଗୁଡ଼ିକ ମୁକୁରିକା ଉପରେ ପରସ୍ପରକୁ କୌଣସି ବି ବିନ୍ଦୁରେ ସ୍ପର୍ଶ କରୁନାହାନ୍ତି। ଫଳସ୍ୱରୂପ ଆମେ ଯେତେବେଳେ ନିକଟରେ ଥିବା ବସ୍ତୁ ଉପରେ ଫୋକସ୍ କରନ୍ତି ବା ନିକଟ ଦୂରତାକୁ ଫୋକସ୍ କରନ୍ତି ସେତେବେଳେ ଆମଠାରୁ ଦୂରରେ ଥିବା ଗଛ ଗୁଡ଼ିକ ଝାପ୍ସା ହେଇଯାନ୍ତି। ଠିକ୍ ଅଛି। ତେବେ ଆମେ ଏମିତି କହିପାରିବା ଯେତେବେଳେ ଆମେ ଅଳ୍ପ ଦୂରତାକୁ ବା ନିକଟତର ଦୂରତାକୁ ଫୋକସ୍ କରିବା ସେତେବେଳେ ଆମ ଦୂରରେ ଥିବା ବସ୍ତୁ ଗୁଡ଼ିକ ଝାପ୍ସା ହେଇଯାଇଥାନ୍ତି। ତେବେ ଆମେ ଏଠି କ'ଣ ପଢ଼ିଲେ ନା ଯେତେବେଳେ ଆମେ ନିକଟର ବସ୍ତୁକୁ ଫୋକସ୍ କରିଥାନ୍ତି ସେତେବେଳେ ଆମକୁ ଏକ କମ୍ ଫୋକସ୍ ଦୂରତା ମିଳିଥାଏ ଏବଂ ଆମେ ଯଦି ଅନେକ ଦୂରରେ ଥିବା ଏକ ବସ୍ତୁକୁ ଫୋକସ୍ କରନ୍ତି ତାହେଲେ ଆମକୁ ଏକ ଅଧିକ ଲମ୍ବା ଫୋକସ୍ ଦୂରତା ମିଳିଥାଏ। ତେବେ ଏହିପରି ଚକ୍ଷୁ ଲେନ୍ସ ଫୋକସ୍ ଦୂରତାକୁ ଆବଶ୍ୟକତା ଅନୁଯାୟୀ ବଦଳାଇବା ସାମର୍ଥ୍ୟକୁ ସମାୟୋଜନ କୁହାଯାଇଥାଏ। ତେବେ ଏଇଠି ପ୍ରଶ୍ନ ହେଉଛି ଆମ ଚକ୍ଷୁ କିପରି ଭାବରେ ଏହି ଫୋକସ୍ ଦୂରତାକୁ କମ୍ ବେଶୀ କରିଥାଏ। ତେବେ ଆମେ କ'ଣ ଜାଣିଛନ୍ତି ନା ଫୋକସ୍ ଦୂରତାକୁ କମ୍ କରିବାକୁ ହେଲେ ଆଲୋକ ରଶ୍ମି ଗୁଡ଼ିକୁ ଅଧିକ ବଙ୍କିବା ପାଇଁ ହେବ ଏବଂ ଏହି ଆଲୋକ ରଶ୍ମିର ବଙ୍କିବା ଚକ୍ଷୁ ଲେନ୍ସର ବକ୍ରତା ଉପରେ ନିର୍ଭର କରେ ଏବଂ ଚକ୍ଷୁ ଲେନ୍ସର ବକ୍ରତା ବଦଳିଲେ ଏହାର ଫୋକସ୍ ଦୂରତା ମଧ୍ୟ ବଦଳିଥାଏ। ଅଥବା ଆମେ ଏମିତି କହିପାରିବା ଯେ ଚକ୍ଷୁ ଲେନ୍ସର ବକ୍ରତା ଯେତେ ବଢ଼ିଥାଏ ଆଲୋକ ରଶ୍ମି ମଧ୍ୟ ସେତେ ବଙ୍କିଥାଏ। ତାହେଲେ ଏଇଠି ଆମେ ଲକ୍ଷ୍ୟ କରିବା ଯେତେବେଳେ ଆମେ ନିକଟର ବସ୍ତୁକୁ ଲକ୍ଷ୍ୟ କରୁଛନ୍ତି ସେତେବେଳେ ଆମର ଫୋକସ୍ ଦୂରତା କମ୍ ହେବା ଆବଶ୍ୟକ। ସେଥିପାଇଁ ଆମ ଚକ୍ଷୁ ଲେନ୍ସର ବକ୍ରତା କିଛି ଏହିପରି ବଢ଼ି ଯାଇଥାଏ। ଏହି ବକ୍ରତା ବଢ଼ିବା କାରଣରୁ ଆଲୋକ ରଶ୍ମି ଅଧିକ ଅଭିସାରଣ ହୋଇ କିଛି ଏହି ଦିଗରେ ଅତିକ୍ରମ କରେ ଏବଂ ଫୋକସ୍ ଦୂରତା ଆମକୁ ଏଇଠି ମିଳିଥାଏ। ଏବଂ ଠିକ୍ ସେହିପରି ଯେତେବେଳେ ଆମେ ଦୂର ବସ୍ତୁକୁ ଲକ୍ଷ୍ୟ କରନ୍ତି ଆମକୁ ଅଧିକ ଫୋକସ୍ ଦୂରତା ଦରକାର। ସେଥିପାଇଁ ଚକ୍ଷୁ ଲେନ୍ସଟିର ବକ୍ରତା କମି ଯାଇଥାଏ ଏବଂ ଆମେ ଦୂର ବସ୍ତୁ ଉପରେ ଫୋକସ୍ କରିଥାନ୍ତି। ତେବେ ଏଇଠି ପ୍ରଶ୍ନ ହେଉଛି ନିକଟ ଓ ଦୂର ବସ୍ତୁକୁ ଦେଖିଲା ବେଳେ ଆମ ଚକ୍ଷୁ ଲେନ୍ସଟି କିପରି ନିଜର ବକ୍ରତାକୁ ନିୟନ୍ତ୍ରଣ କରିଥାଏ। ଦେଖ ଆମେ ଯଦି ଚକ୍ଷୁର ଲେନ୍ସକୁ ଲକ୍ଷ୍ୟ କରିବା ଏହା ତ କାଚ ଦ୍ୱାରା ସୃଷ୍ଟି ହୋଇନଥାଏ ନା, ଏହା କିଛି ମାଂସ ଦ୍ୱାରା ସୃଷ୍ଟି ହୋଇଥାଏ। ତେବେ ଆମେ ଚାହିଁଲେ ଏହାର ବକ୍ରତା କେନ୍ଦ୍ରକୁ ନିୟନ୍ତ୍ରଣ କରିପାରିବା। ସେଥିପାଇଁ ଆମ ଚକ୍ଷୁ ଲେନ୍ସକୁ ଲାଗିକରି କିଛି ସିଲିଆରି ମାଂସପେଶୀ ଥାନ୍ତି ଏଇଗୁଡ଼ିକ। ଠିକ୍ ଅଛି। ଏହି ସିଲିଆରି ମାଂସପେଶୀ ଚକ୍ଷୁ ଲେନ୍ସର ବକ୍ରତାକୁ ନିୟନ୍ତ୍ରଣ କରେ ଏବଂ ଯେତେବେଳେ ଆମେ ଏକ ନିକଟତର ବସ୍ତୁକୁ ଲକ୍ଷ୍ୟ କରନ୍ତି ସେତେବେଳେ ଆମର ଏହି ସିଲିଆରି ମାଂସପେଶୀ ଗୁଡ଼ିକ ଏମିତି କିଛି ସଙ୍କୁଚିତ ହୁଏ ଯାହାଫଳରେ ଚକ୍ଷୁ ଲେନ୍ସର ବକ୍ରତା ବଢ଼ିଯାଏ ଏବଂ ଆମେ ନିକଟର ବସ୍ତୁଟିକୁ ଏମିତି କିଛି ଫୋକସ୍ କରିପାରନ୍ତି ଯାହାଫଳରେ କି ସେଥିରୁ ଆସୁଥିବା ଦୁଇଟି ଆଲୋକ ରଶ୍ମି ଏହି ବିନ୍ଦୁରେ ପରସ୍ପରକୁ ସ୍ପର୍ଶ କରନ୍ତି ଏବଂ ମୁକୁରିକା ଉପରେ ଯେହେତୁ ପରସ୍ପରକୁ ସ୍ପର୍ଶ କରୁଛନ୍ତି ଆମେ ନିକଟତର ବସ୍ତୁକୁ ଫୋକସ୍ କରିପାରନ୍ତି। ତେବେ ଆମେ କ'ଣ ଦେଖିଲେ ନା ନିକଟତର ବସ୍ତୁକୁ ଦେଖିଲା ବେଳେ ସିଲିଆରି ମାଂସପେଶୀ ସଙ୍କୁଚିତ ହୁଏ ଏବଂ ଚକ୍ଷୁ ଲେନ୍ସର ବକ୍ରତା ବୃଦ୍ଧି ପାଏ ଏବଂ ଏହା ମୋଟା ହୋଇଯାଇଥାଏ। ଫଳରେ ଚକ୍ଷୁ ଲେନ୍ସର ଫୋକସ୍ ଦୂରତା କମିଯାଇଥାଏ ଏବଂ ଆମେ ନିକଟତର ବସ୍ତୁକୁ ସ୍ପଷ୍ଟ ଭାବରେ ଦେଖିପାରନ୍ତି। ପୁନଶ୍ଚ ଯେତେବେଳେ ଆମେ ଦୂର ବସ୍ତୁକୁ ଲକ୍ଷ୍ୟ କରନ୍ତି ସେତେବେଳେ ଚକ୍ଷୁ ଲେନ୍ସକୁ ଧରି ରଖିଥିବା ସିଲିଆରି ମାଂସପେଶୀ ଗୁଡ଼ିକ ହୁଗୁଳା ହୋଇଯାଇଥାଏ ଯାହାଫଳରେ ଲେନ୍ସଟି ଏମିତି କିଛି ଅଧିକ ମୋଟାରୁ ସରୁ ହୋଇଯାଇଥାଏ ଏବଂ ଫୋକସ୍ ଦୂରତା କିଛି ଏହିପରି ବଢ଼ିଯାଇଥାଏ ଯାହାଫଳରେ ଆମେ ଦୂର ବସ୍ତୁଟିକୁ ସ୍ପଷ୍ଟ ଭାବରେ ଦେଖିପାରନ୍ତି। ତେବେ ଏଇଠି ଯେଉଁ କଣ୍ଢେଇଟି ଅଛି ଯଦି ଆମେ କଣ୍ଢେଇଟିକୁ ଆଉ ଟିକେ ନିକଟକୁ ନେଇ ଆସିବା କିଛି ଏହିପରି କଣ୍ଢେଇଟିକୁ ଯେତେବେଳେ ନିକଟକୁ ଆଣିଲେ ଆମେ କ'ଣ ଲକ୍ଷ୍ୟ କରିବା ଯେ ବସ୍ତୁଟି ଚକ୍ଷୁରେ ଯେତେ ନିକଟତର ହେଇ ଆସେ ଚକ୍ଷୁ ଲେନ୍ସର ବକ୍ରତା ସେତେ ବୃଦ୍ଧି ପାଏ ଏବଂ ଫୋକସ୍ ଦୂରତା ସେତେ କମିଯାଏ। ତାହେଲେ ଯଦି କଣ୍ଢେଇଟି ଏଇ ଜାଗାରୁ ଏଇ ଜାଗାକୁ ଆସିଲା ତାହେଲେ ଚକ୍ଷୁ ଲେନ୍ସର ବକ୍ରତା ପୂର୍ବରୁ ଏମିତି ଥିଲା ଏବଂ ଏବେ କିଛି ଏମିତି ବଙ୍କିଗଲା।
जहा फल फोकस दूरता मध्य किछि एइटु किछि एमती पाखु पळे आसला। ताहले एठी कोन आमे लक्ष्य करछन्ती जे जदि आमे एठी निकट को कंढेटी को नै आसले सेथुर आसुतबा आलोक रश्मि गुडिक परस्पर को मुकुरिका उपरे स्पर्श करू नाहंती, बरं मुकुरिकार पछ पार्श्व या परस्पर को स्पर्श करछन्ती, जहा फल आमे एई कंढेटी को फोकस करि पारु नाहंती। तेबे एठी आमे कोन लक्ष्य कले ना जत्ते बेले एई दूरतारु अति निकट को आमे कंढेटी को नै आछन्ती आम चक्षुर लेंस आउ फोकस करि पारला नाही। तेबे आमे एमती कहि परिबा चक्षु लेंस रो फोकस दूरता एक निर्दिष्ट सर्वनिम्न सीमा ठारू आउ अधिक कम करि परिबो नाही। तेबे एई बिंदुरु आउ जदि निकट को आमे कंढेटी को आनिबा ताहेले कंढेटी हमको स्पष्ट भाव में देखा जाई न थाए। तेबे एई बिंदु को आमे डी बोली नामित करथांती, जहा को आमे निकट बिंदु बोली कहथांती। ठीक अछि, बा आमे एमती कहबा जे स्पष्ट दर्शनर सर्वनिम्न दूरता को चक्षुर निकट बिंदु बोली कहा जायଥାଏ एवं एई सर्वनिम्न दूरता 25 सेंटीमीटर अटे। जदि 25 सेंटीमीटर रु आउ निकट को आमे कंढेटी को आणुचंदे तेबे से कंढेटी को आमे स्पष्ट भाव में देखि परिबा नाही। सेही भली जेउ दूरता पर्यंत चक्षु स्पष्ट भाव में वस्तु को देखि पारे ताहाको आमे दूर बिंदु बोली कहिथांती एवं चक्षुर कोनोसी एक निर्दिष्ट दूर बिंदु न थाए। आमे अनंत दूरता पर्यंत वस्तु गुडी को स्पष्ट भाव में देखि परिथांती। जेमिति जेतेबेले आमे आकाशर तारा को लक्ष्य करंती से तारा हमको स्पष्ट भाव में देखा जायଥାଏ। तेणु साधारणतः भाव में एक सुस्थ चक्षु पई दूर बिंदु को आमे अनंत दूरतारे मध्य रखि परिबा।